কি চমৎকার ভাষা ওড়িশার যুয়াড়ে যাবে 20 কিলোমিটার ভাষা বদলি যায় চুম্বকের ছুঁইতে যাবি এটা আমার বহুত পুরোনা কথা এটা ভুবনেশ্বর আমার রাজধানী সেটি কৌশি নির্দিষ্ট ভাষা নাই কারণ বিভিন্ন জায়গার লোক আসি রহନ୍ତି লোক কহନ୍ତି যে পুরুণারে যেতବେଳେ ভুবনেশ্বর নୂଆ ନୂଆ ଆରମ୍ଭ ହେଲା ସେତେବେଳେ ଲୋକ କଣ କରୁଥିଲେ ନା ଖା ପି ସାଇକେଲ ଠେଲ ତ ଖା ପି ଠେଲରୁ କାପି ଟେଲ ହେଇଛି କୁଆଡେ କହୁଛନ୍ତି ଜାଣିନ ଏଇ ତ କି ଜାଣିଥିବ ଏତେ ଇତିହାସ କଥା କିଏ ବନ୍ଧୁ ସେଠି ନିର୍ଦ୍ଦିଷ୍ଟ ଭାଷା ନାହିଁ ଆପଣ ଯଦି ଟିକେ ଜଟଣୀ ଆଡକୁ ପଳେଇଯିବେ ସେଠି ଭାଷା ପରିବର୍ତ୍ତନ ହେଇଗଲା ଆମେ ଖାଉଛନ୍ତି ଯାଉଛନ୍ତି ବସୁଛନ୍ତି ଉଠୁଛନ୍ତି ତାଙ୍କର ଖାଉଛନ୍ତି ଯାଉଛନ୍ତି ବସୁଛନ୍ତି ଉଠୁଛନ୍ତି ସେମିତି ହୁଏ ସିଏ ଚମତ୍କାରିତା ଅଛି ଆପଣ ବୋଲଗଡ଼ ବେଗୁନିଆ ପଳେଇ ଯିବେ ଆପଣ କହିବେ ଯେ ଯାଇଛୁ ତ ମହେଶ୍ୱତା ମ୍ୟାଡମକୁ ଟିକେ ଟଚ୍ କରିକି ଆସିବୁ ସେଠି କଥା ହେଇକି ଆମେ କହୁ ସିଏ କହିବେନି ସିଏ ଯାଇଥିବୁ ଯଦି ମହେଶ୍ୱତା ମ୍ୟାଡମ ଠି ବାଜିକି ଆସିବୁ ଆଉ ସିଏ ବଜେଇ ଦେବନି ତା ଦେହରେ ବାଜିକି ଆଇଲେ କିନ୍ତୁ ମାନେ ତାଙ୍କ ସାଙ୍ଗେ କଥା ହେଇକି ଆସିବୁ ଭାଷାର ଚମତ୍କାରିତା ପୁରୀ ପଳାନ୍ତୁ ବନ୍ଧୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରାସ୍ତା ଭାଗଳି ଗଲା ନା ବଜା ହେଇଗଲା ନା କି କରୋଡ଼ ଟଙ୍କା ଖର୍ଚ୍ଚା କରିକି ଦୁବାଇରୁ ଯାଇକିରି କରୁଛେ ବାବୁ ହାନ୍ତି ଜଣେ ସିନେମା କରୁଛେ ବୋଲେ ହାଣାପରେ ବଙ୍ଗାଳୀ ସିନେମା ଧରିକିରି ଯାଇଛେ ପାଗଳ କରିଦେବା ବାବୁ ମା ଏଠି ପିଲା ଦକ୍ କରୁଛନ୍ ସବୁ ଇଏ ହଉଛି ଆମ ଭାଷାର ମହକ ସମ୍ବଲପୁରରେ ଏ ଭାଷା ହେଲେ ଆପଣଙ୍କର ଚାଲି ଯାଆନ୍ତୁ ସେପଟେ ଟିକେ ସୁନ୍ଦରଗଡ଼ ଆଗକୁ ନାଇଁ ଯାଉ ନାଇଁ ଖାଉ ବଦଳି ଯିବ ନି ଯାଉ ନି ଖାଉ ହେଇଯିବ ଚମତ୍କାର ସେରକେଟି କଲା ମଙ୍ଗଳବାର ଦେବତା କେ ଦେଲା ରକଦାର ଗୁଡିଆ ବାଲା ସୁଙ୍ଗଲତି ବାର୍ତାରା ଯେନ୍ ଝାପଡ଼ ଗୁଡି ଅଧଗୁଡି କେ ପାଇଲେ ସେଟା ମରି ଯାଇଥିଲେ କେନ୍ତା ହେଲା ମଶା କାମୁଡି ଇଏ ତାର ପରିପ୍ରକାଶ କି ଚମତ୍କାର ମୋ ଭାଷା କୋରାପୁଟ ପଳେଇ ଯାଆନ୍ତୁ ସେ ଭାଷା କହିଲେ ସେ ଶୁଣିବେ ନାହିଁ ତାକେ তুমি করছিল তোমার পিলাମାନେ ସବୁ ପୂର୍ବ ଏଠି ସବୁ ଭାଷାର ଚମତ୍କାରିତା ବନ୍ଧୁ